ମୁଁ ଆଇନଜୀବୀ ପ୍ରଦୀପ କୁମାର ପ୍ରଧାନ। ଗଭର୍ଣ୍ଣମେଣ୍ଟଙ୍କର ନିଷ୍ପତ୍ତି ଅନୁସାରେ ପ୍ରତ୍ୟେକ ବ୍ଲକରେ ଯେଉଁ ଗ୍ରାମ୍ୟ ନ୍ୟାୟାଳୟ ଖୋଲିବାର ନିଷ୍ପତ୍ତି ନେଇଥିଲେ, ତନ୍ମଧ୍ୟରୁ ଆଜି ବାଲେଶ୍ୱର ଜିଲ୍ଲାରେ ଏବଂ ଟାଙ୍ଗୀ ଚୌଦାରେ ଟାଙ୍ଗୀ ବ୍ଲକରେ ଗୋଟେ ନୂତନ ଭାବରେ କରାଗଲା ସିଭିଲ ଜଜ୍ ଜୁନିୟର ଡିଭିଜନ କମ୍ JMFC ଟାଙ୍ଗୀ ଚୌଦାର, ଯେଉଁଠିକି ଟାଙ୍ଗୀ ଥାନା ଏବଂ ଚୌଦାର ଥାନାର ସମସ୍ତ କେସ୍ ରେକର୍ଡ ଏଇଠାରେ ପୁଟଅପ୍ କରାଯିବ ଏବଂ ଏଇଠି ବିଚାର କରାଯିବ। ତେଣୁ ଏଇଟା ସମସ୍ତଙ୍କ ପାଇଁକା ସମୟ ସାପେକ୍ଷ ହେବାରୁ ଏବଂ ପାଖ ଥିବା ହେତୁ ପ୍ରତ୍ୟେକ ବ୍ଲକ ୱାଇଜ ନିଷ୍ପତ୍ତି ଅନୁସାରେ ତେଣୁ ଏଠି କୋର୍ଟରେ ସ୍ଥାପନ କରାଯାଇଛି। ଏଠୁ ସମସ୍ତ କେସ୍ ବିଚାର କରାଯିବ। ସେଥିପାଇଁ ଆଜି ଏଠି ଇନାଗୁରେସନ୍ କରାଗଲା। ମାନ୍ୟବର ଦୌରା ଜଜ୍ ଏବଂ ହାଇକୋର୍ଟର ବିଚାରପତି ସବୁ ଭିସିରେ ମଧ୍ୟ ଏଇଟାକୁ ଆଜି ଉଦ୍ଘାଟନ କଲେ। ଏଇଟା ବହୁତ ଆନନ୍ଦର ବିଷୟ ଅଞ୍ଚଳବାସୀଙ୍କ ପାଇଁ ଏବଂ ଖୁସିର କଥା। ତାପସ କୁମାର ନାୟକ, ଭାଇସ୍ ପ୍ରେସିଡେଣ୍ଟ କ୍ରିମିନାଲ କୋର୍ଟ ବାର ଆସୋସିଏସନ୍ କଟକ। ଗୋଟେ ଭଲ ଆମ ଟାଙ୍ଗୀ ଏରିଆ ପାଇଁ ଗୋଟେ ଭଲ ଶୁଭ ଖବର। ଲୋକମାନେ ହଇରାଣ ହେଉଥିଲେ, କଟକ ଯାଉଥିଲେ, 20 କିଲୋମିଟର ଦୂରକୁ ଯାଉଥିଲେ ଏବଂ ସକାଳେ ଗଲେ ସନ୍ଧ୍ୟାବେଳେ କୋର୍ଟରୁ ଫେରୁଥିଲେ। କିନ୍ତୁ ବର୍ତ୍ତମାନ ଯେହେତୁ ସୁପ୍ରିମକୋର୍ଟ ଗାଇଡ୍ ଅନୁସାରେ ସବୁ ବ୍ଲକ ସ୍ତରରେ ହେଲା, ଏଇଟା ଆମ ପ୍ରଥମ ଥର ପାଇଁ କଟକ ଜିଲ୍ଲାର ଗୋଟେ ଭଲ କୋର୍ଟ ହେଇଛି ଏବଂ କୋର୍ଟ ଲୋକ କିପରି ନ୍ୟାୟଟାକୁ ଘର ପାଖରେ ପାଇବେ ସେଥିପାଇଁ ଗୋଟେ ବ୍ୟବସ୍ଥା କରାଯାଇଛି। विशेष करी एटा ग्रामांचल पाखापाखि आदिवासी अध्युषित अंचल अच्छी केमती देखुं लोक सठिक न्याय पाई पाखापाखि आम टांगी चौदार कोर्ट दुईटी थाना को नहीं बर्तमान अच्छी टांगी एवं चौदार को नहीं कराई जे आदिवासी अंचल आम टांगी एरिया चौदार एरिया आदिवासी एरिया रोचे लोक मैंने आसिक पाखे सुविधार आसी टांगी रे पहुंची से न्याय पाई। दिलीप कुमार महापात्र, सेक्रेटरी कटक बार एसोसिएशन। सर कौन कहे आज जो नूतन कोर्टर उद्घाटन टांगी ठारे यह साधारण लोक जो मैंने लोकाल लोक रोचे केते शुभ फलप्रद एटा टांगी चौदारवासी बहुत शुभकर एवं बहुत सुविधा जो मैंने कष्ट जो दरिद्र गरीब वृद्ध लोक मैंने दौड़ी कटक जाऊे हैरान होते बहुत सुविधा है। से जगार ही असुविधा सुविधा ये केस करें बहुत भल होती सरकार गोटे बड़ पदक्षेप और हाइकोर्ट बहुत बड़ पदक्षेप। सरकार जो ये नहीं घरे घरे जाई न्यायपालिका पहुंचे सफल हाँ यहाँ बहुत बहुल भाव में सफल होती सफल चली सरकार योजना बहुत माने लीगल एड तरफ सरकार बहुत मागणा आईन सेवा जोगाई दे सरकार। यहाँ सरकार गोटे बड़ पदक्षेप।